ସ୍ତ୍ରୀ ଲୋକ ନାରୀ ମାନେ ଅଧିକ ମଦ ପିଉଛନ୍ତି। ଆପଣ ଦେଖୁଥିବେ ବି ଇମ୍ୟୁନିଟି ସିଷ୍ଟମ କମୁଛି, ସେତେବେଳେ ସେ ରୋଗଟା ଅଧିକରୁ ଅଧିକ ହଉଛି। ନିହାତି ଗୋଟେ ଦୁଃଖଦ ଘଟଣା। ସେ ଜଣେ ବହୁତ ଭଲ ଏବଂ ପ୍ରସିଦ୍ଧ ସଙ୍ଗୀତଜ୍ଞ। ତାଙ୍କର ବହୁତ ସୁନ୍ଦର ସୁନ୍ଦର ଗୀତ ଆମେ ଶୁଣିଛୁ। ଦେଖନ୍ତୁ ଜୀବନଟା ଛୋଟ ହେଉ ପଛେ କିନ୍ତୁ ମୂଲ୍ୟବାନ, ଆଉ ସେ ସମାଜକୁ ମଧ୍ୟ ସେମିତି କିଛି ଦେଇଛନ୍ତି। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ରହିବ ସେ ଜଲ୍ଦି ସୁସ୍ଥ ହେଇକି ଆସନ୍ତୁ। କିନ୍ତୁ ଜଣେ କଳାକାର ର ଅବଦାନ ଯେ ସମାଜ ପାଇଁ କଣ ସେଟା ଆମେ ସମସ୍ତେ ଅନୁଭବ କରିବା ଉଚିତ। ବର୍ତ୍ତମାନ ମୁକ୍ତ ହସ୍ତରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ଉଚିତ। ସେ ଏମ୍ସ କୁ ଯାଇଛନ୍ତି ଏବଂ ମୁଁ ଯାହା ଶୁଣୁଥିଲି ତାଙ୍କର ବ୍ରେନ ର ସୋଡିୟମ ଲେଭେଲ କମୁଛି। ଆଉ ହୁଏତ କୋମକୁ ପଳେଇଛନ୍ତି। ଆଚ୍ଛା, ତ ଯାହା ହଉ, ଭଗବାନଙ୍କ ଯଦି ଭଗବାନଙ୍କ ପାଖରେ ସେତିକି ଶକ୍ତି ଅଛି, ମିରାକିଲ ଅଛି, ଏବଂ ଆମ ପ୍ରାର୍ଥନାରେ ମଧ୍ୟ ସେତିକି ଶକ୍ତି ରହିବା ଦରକାର ଯେ ସେ ପୁଣି ସେ କୋମରୁ ଫେରି ଆସନ୍ତୁ। ସେତିକି ଆମେ ପ୍ରାର୍ଥନା କରିବା, କାରଣ ତାଙ୍କର ଯୋଉ ଅବଦାନ ଆମ ମାନେ ବିଶେଷ କରି ଆମର ଓଡିଶା ପାଇଁ ଯେତିକି ସେ କଳାକାର ଗଢିଛନ୍ତି ଏବଂ ଯୋଉ ସଙ୍ଗୀତ ସେ ଦେଇଛନ୍ତି, ତାହେଲେ ମାନେ ସେଇଟା ଅପୂରଣୀୟ କ୍ଷତି ହବ। ସେଥିପାଇଁ ସେ ଜଲ୍ଦି ସୁସ୍ଥ ହେବା ଉଚିତ। ଦେଖନ୍ତୁ, ଲିଭର ସିରୋସିସ୍ ରୋଗରେ ଯୋଉମାନେ ପୀଡ଼ିତ ହଉଛନ୍ତି କଳାକାର, ଆଜି ମୁଁ ଗୋଟେ ଫେସବୁକରେ ପୋଷ୍ଟିଂ ଦେଖୁଥିଲି ଯେ କଳାକାର ମାନେ ଏବଂ ଏଇ ଯୋଉ ସଙ୍ଗୀତଜ୍ଞ ଏମାନେ କାହିଁକି ଲିଭର ସିରୋସିସରେ ପୀଡ଼ିତ ହଉଛନ୍ତି। ଆମେ ସେମିତି କାହାକୁ ଆକ୍ଷେପ କରିବା ଉଚିତ ନୁହେଁ। ଆମେ ସମସ୍ତେ ଜାଣିଛୁ ଯଦି ଆମେ ନିଶା ଦ୍ରବ୍ୟ ସେବନ କରୁଛୁ ତାହେଲେ ଲିଭର ସିରୋସିସରେ ହୁଏତ ଅନ୍ୟ କୌଣସି କାରଣ ପାଇଁ ମଧ୍ୟ କାହାର କେତେବେଳେ ଦେହ ଖରାପ ହବ ଆମେ କହିପାରିବାନି। ଯେମିତି କ୍ୟାନ୍ସର, ଆମେ ମାନେ ଗୋଟେ ସୁସ୍ଥ ମଣିଷ ଦେହରେ ମଧ୍ୟ କ୍ୟାନ୍ସର ସେଲ୍ ଅଛି, କିନ୍ତୁ କେତେବେଳେ ତାର ଇମ୍ୟୁନିଟି ସିଷ୍ଟମ କମୁଛି, ସେତେବେଳେ ସେ ରୋଗଟା ଅଧିକରୁ ଅଧିକ ହଉଛି। ତେଣୁ ଆମେ ସମସ୍ତେ ବର୍ତ୍ତମାନ ପ୍ରାର୍ଥନା କରିବା ଯେ କେମିତି ଭାବରେ ଅଭିଜିତ ଦା ଭଲ ହେଇଯାଆନ୍ତୁ। ଆଉ ଆମକୁ ମଧ୍ୟ ସେ ଯୋଉ ସୁନ୍ଦର ସୁନ୍ଦର ଗୀତ ଆଉଥରେ ସେ ପରିବେଷଣ କରନ୍ତୁ, ଆଉଥରେ ଆମକୁ ସେ ଦିଅନ୍ତୁ ଏବଂ ଆହୁରି ସୁନ୍ଦର କଳାକାର ମାନଙ୍କୁ ସେ ତିଆରି କରନ୍ତୁ। ତେଣୁ ଜଗନ୍ନାଥ ପାଇଁ ପ୍ରାର୍ଥନା ରହିବ ଏବଂ ତାଙ୍କ ପରିବାର ପାଇଁ ମଧ୍ୟ ମୋର ସମବେଦନା ରହିବ। ସେ କେମିତି ଜଲ୍ଦି ସୁସ୍ଥ ହେଇକି ଫେରି ଆସନ୍ତୁ। ନାଇଁ ଦେଖନ୍ତୁ, କଳାକାର ମାନେ ନୁହନ୍ତି। ବର୍ତ୍ତମାନ ଆପଣ ଯଦି ଗୋଟେ ସର୍ଭେ ନେବେ ତାହେଲେ ଓଡିଶାରେ ବିଶେଷ କରି ମାନେ ନିଶା ଦ୍ରବ୍ୟ ମାନେ ମଦର ଯୋଉ ମାନେ ଯୋଉ ମଦ ପିଉଛନ୍ତି ତାର ସଂଖ୍ୟା ଦିନକୁ ଦିନ ବଢି ଚାଲିଛି ଏବଂ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକ ନାରୀ ମାନେ ଅଧିକ ମଦ ପିଉଛନ୍ତି। ଆପଣ ଦେଖୁଥିବେ ବି କିଛି ଦିନ ପୂର୍ବରୁ କେମିତି ରାସ୍ତାରେ ପଡିକି ସେମାନେ ନିଜକୁ ହିତାହିତ ଜ୍ଞାନ ବୁଲି ଯାଉଥିଲେ। ଦେଖନ୍ତୁ, ସବୁ ଜିନିଷର ଗୋଟେ ଲିମିଟ ଅଛି। ଆମେ ସବୁ ଜିନିଷ କରିବା, ଏଇଟା ଦେଖନ୍ତୁ ଆମର ଆର୍ଟିକଲ 21 ଅନୁସାରେ ଆମକୁ ସେ ଅଧିକାର ଅଛି, ଆମେ ଆମ ନିଜ ହିସାବରେ ବଞ୍ଚି ପାରିବା। କିନ୍ତୁ ତା ମାନେ ନୁହେଁ ଯେ ଆମେ ଲିମିଟ କ୍ରସ କରିବା। ମଦ ଯୋଉମାନେ ବି ପିଉଛନ୍ତି, ମଦକୁ ସେମାନେ ପିଅନ୍ତୁ, ମଦ ସେମାନଙ୍କୁ ନ ପିଉ। କାରଣ ଦେଖନ୍ତୁ, ଆମେ ସମସ୍ତେ ଜାଣିଛୁ ତାର ହେଲ୍ଥ ହାଜାର୍ଡ ଅଛି। ମଦ ପିଇଲା ମାନେ ଲିଭର ପ୍ରୋବ୍ଲେମ ହବ, ଆମେ ସମସ୍ତେ ଜାଣିଛୁ। କିନ୍ତୁ ଆଜି ଯଦି ସବୁଠୁ ବହୁତ ବଡ ଏଇଟା ମାନେ ବର୍ତ୍ତମାନ ଚିନ୍ତାର ବିଷୟ, ଆମ ଯୁବଗୋଷ୍ଠୀ ଏଥିପାଇଁ କବଳିତ। କେବଳ କଳାକାର ନୁହନ୍ତି, ଆପଣ ଦେଖିବେ ଛୋଟ ଛୋଟ ପିଲାମାନେ, ଆପଣ 8-9 କ୍ଲାସର ପିଲାମାନଙ୍କୁ ଦେଖିବେ ସ୍କୁଲରେ। ଏବେ ଜଷ୍ଟ 2 ଦିନ ତଳେ ପ୍ରହାର ବୋଲି ଗୋଟେ ଆମର ଚାଲିଛି, ଯୋଉଥିରେ କି ବେଶୀ ସ୍କୁଲ କଲେଜ ପାଖରେ ଥିବା ଦୋକାନ ମାନଙ୍କରୁ ଆପଣ ଗୁଟକା ମିଳୁଛି, ସିଗାରେଟ ମିଳୁଛି, ନିଶା ଦ୍ରବ୍ୟ ମିଳୁଛି। ତ ତାକୁ ଆମେ ଯଦି ଗଭର୍ଣ୍ଣମେଣ୍ଟ ଏକ୍ସାଇଜ ମାନେ ଡିପାର୍ଟମେଣ୍ଟ ଯଦି ସେଥିରେ ରୋକ ନ ଲଗେଇବା, ତାହେଲେ ଏଇଟା ଗୋଟେ ବହୁତ ବଡ ପ୍ରୋବ୍ଲେମ ହବ। କାହିଁକି ନା ଦେଖନ୍ତୁ, ଆମେ ହୁଏତ ରେଭିନ୍ୟୁ ଅଧିକା ପାଉଥାଇପାରେ, ଯେତେବେଳେ ଗୋଟେ ଯୁବଗୋଷ୍ଠୀ ଗୋଟେ ମଦ ଏବଂ ନିଶାରେ ନିଜକୁ ନଷ୍ଟ କରିବ, ଗୋଟେ ସମାଜ ନୁହେଁ ଆମ ରାଜ୍ୟ ପ୍ରତି ମଧ୍ୟ ଏଇଟା ଗୋଟେ ବଡ ବିପଦ।